ଭୀଷ୍ମ ପର୍ବର ପ୍ରଥମ ଦିନ। ସଞ୍ଜୟ ଧୃତରାଷ୍ଟ୍ରଙ୍କୁ କହିଲେ, ହେ ରାଜନ୍, ପ୍ରଥମ ଦିନର ଯୁଦ୍ଧ ଆରମ୍ଭ ଆଗରୁ ଦୁଇ ପଟର ସମସ୍ତ ସୈନ୍ୟ କୁରୁକ୍ଷେତ୍ର ନାମକ ପବିତ୍ର ସ୍ଥଳରେ ପହଞ୍ଚିଲେ। ପିତାମହ ଭୀଷ୍ମ ଯୁଦ୍ଧର ନିୟମ ନିର୍ଦ୍ଧାରଣ କଲେ। ସୂର୍ଯ୍ୟାସ୍ତ ଆଗରୁ ଯୁଦ୍ଧ ସ୍ଥଗିତ କରି ତା ପରଦିନ ପୁଣି ଯୁଦ୍ଧ ଆରମ୍ଭ କରାଯିବ ବୋଲି ନିଷ୍ପତ୍ତି ନିଆଗଲା। ପାଣ୍ଡବ ସେନାରେ ବିରାଟ ସୈନ୍ୟ, ପାଞ୍ଚାଳ ସୈନ୍ୟ ଓ କୁନ୍ତିଭୋଜ ସୈନ୍ୟ ଆଦି 7 ଅକ୍ଷୌଣୀ ସୈନ୍ୟ ଥିଲେ। ଅନ୍ୟ ପକ୍ଷରେ କୌରବ ସେନାରେ କଳିଙ୍ଗ ସେନା, ଅଙ୍ଗରାଜ ସେନା, ଗାନ୍ଧାର ସେନା, ସିନ୍ଧୁରାଜ ସେନା ଓ ବାହଲିକ ସେନା ଆଦି 11 ଅକ୍ଷୌଣୀ ସୈନ୍ୟ ଥିଲେ। କୌରବ ସେନାରେ ଅନେକ ମହାରଥୀ ଏବଂ ରଥୀ ଥିଲେ। କୌରବ ସେନା ପାଣ୍ଡବ ସେନାଠାରୁ ବହୁତ ଶକ୍ତିଶାଳୀ ଥିଲେ। କୌରବ ସେନାରେ ପିତାମହ ଭୀଷ୍ମ, ଗୁରୁ ଦ୍ରୋଣ, ଅଙ୍ଗରାଜ, କର୍ଣ୍ଣ, ଅଶ୍ୱତ୍ଥାମା, କୃତବର୍ମା, କୃପାଚାର୍ଯ୍ୟ, ଶଲ୍ୟ, ଭଗଦତ୍ତ, ଭୂରିଶ୍ରବା, ସୁଶର୍ମା, ଶକୁନି, ଦୁଃଶାସନ, ବିକର୍ଣ୍ଣ ଆଦି ବୀର ଥିଲେ। ଅନ୍ୟପକ୍ଷରେ ପାଣ୍ଡବ ସେନାରେ ଅର୍ଜୁନ, ଭୀମ, ରାଜା ବିରାଟ, ରାଜା ଦ୍ରୁପଦ, ସାତ୍ୟକୀ, ଅଭିମନ୍ୟୁ, ଯୁଧିଷ୍ଠିର, ନକୁଳ ସହଦେବ ଏବଂ ପାଞ୍ଚାଳ ଆଦି ପୁତ୍ର ବୀର ଥିଲେ। ଦୁହେଁ ସୈନ୍ୟ ପରସ୍ପର ସାମ୍ନାକୁ ଆସିଲେ। ଧର୍ମରାଜ ଯୁଧିଷ୍ଠିର ପକ୍ଷ ବଦଳାଇବାକୁ ଇଚ୍ଛୁକ ବ୍ୟକ୍ତି ଯାଇପାରିବ କିମ୍ବା ଆସିପାରିବ ବୋଲି କହିଲେ। ଯୁଯୁତ୍ସୁ ନାମକ କୌରବ ଭାଇ, ଯିଏକି ତମର ଓ ଦାସୀର ପୁତ୍ର ଥିଲେ, କୌରବ ସେନା ଛାଡ଼ି ପାଣ୍ଡବ ସେନାରେ ଯୋଗ ଦେଲେ। ଯୁଦ୍ଧ ଆରମ୍ଭ ଆଗରୁ ଯୁଧିଷ୍ଠିର ରଥରୁ ତଳକୁ ଓହ୍ଲାଇ କୁରୁସେନା ଆଡ଼କୁ ନିରସ୍ତ୍ର ଚାଲି ଚାଲି ଗଲେ। ଏହା ଦେଖି କୌରବ ସେନା ଯୁଧିଷ୍ଠିର ଆତ୍ମସମର୍ପଣ କରୁଛନ୍ତି ଭାବି ଜୋରରେ ହସିବାକୁ ଲାଗିଲେ। କିନ୍ତୁ ଧର୍ମରାଜ ସିଧା ପିତାମହ ଓ ଗୁରୁ ଦ୍ରୋଣଙ୍କ ପାଖକୁ ଯାଇ ଯୁଦ୍ଧର ଅନୁମତି ମାଗିଲେ। ଏହାପରେ ପାଣ୍ଡବ ସେନା ଉତ୍ସାହିତ ହୋଇକି ଶଙ୍ଖ ଧ୍ୱନି କଲେ। କିନ୍ତୁ ଅର୍ଜୁନ ସାମ୍ନାରେ ନିଜର ପିତାମହ, ଗୁରୁ ଓ ବନ୍ଧୁବାନ୍ଧବଙ୍କୁ ଦେଖି ଦୁଃଖରେ ଧନୁଷ ଛାଡ଼ିଦେଲେ। ଏହା ଦେଖି ଶ୍ରୀକୃଷ୍ଣ ଗୀତାବାଣୀ କହି ନିଜର ବିଶ୍ୱରୂପ ଦର୍ଶନ ଦେଲେ। ନିଜର କର୍ତ୍ତବ୍ୟକୁ ବୁଝିପାରି ଅର୍ଜୁନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ। ସାମ୍ନାକୁ ଦେଖି ଅର୍ଜୁନ ନିଜର ଦେବଦତ୍ତ ନାମକ ଶଙ୍ଖ ଓ ଶ୍ରୀକୃଷ୍ଣ ପଞ୍ଚଜନ୍ୟ ନାମକ ଶଙ୍ଖ ବଜାଇଲେ। ପାଣ୍ଡବ ଓ କୌରବ ସେନା ମଧ୍ୟ ନିଜ ନିଜ ଶଙ୍ଖ ବଜାଇ ଆକ୍ରମଣ ଆରମ୍ଭ କରିଦେଲେ। ଧୃତରାଷ୍ଟ୍ର କହିଲେ, ହେ ସଞ୍ଜୟ, କୌରବ ସେନାକୁ ପାଣ୍ଡବ ସେନା କିପରି ସାମ୍ନା କଲେ ବିସ୍ତୃତ ଭାବେ ବର୍ଣ୍ଣନା କର। ସଞ୍ଜୟ କହିଲେ, ହେ ରାଜନ୍, ଦୁଇଟି ସେନାରେ ଅସଂଖ୍ୟ ହାତୀ, ଘୋଡ଼ା ଓ ରଥମାନ ଥିଲା। ଦୁହେଁ ସେନା ବିଶାଳ ଓ ଭୟଙ୍କର ଦେଖାଯାଉଥିଲେ। କୌରବ ସେନାରେ ନେତୃତ୍ୱ ପିତାମହ ଭୀଷ୍ମ ନେଉଥିଲେ। ଦୁର୍ଯ୍ୟୋଧନ ଏକ ସୁନ୍ଦର ହାତୀର ସୁନାର ଅଳଙ୍କାର ପିନ୍ଧି ସେନାର ମଧ୍ୟଭାଗରେ ବସିଥିଲେ। ପିତାମହ ଧଳା ବସ୍ତ୍ର, ଧଳା ଘୋଡ଼ା ଓ ଧଳା ଧ୍ୱଜ ସହିତ ସେନାର ପ୍ରମୁଖ ଭାଗ ଓ ଆଗରେ ଥିଲେ। ଗୁରୁ ଦ୍ରୋଣ ସେନାର ପଛଭାଗରେ ରହି ସେନାକୁ ରକ୍ଷା କରୁଥିଲେ। ପ୍ରଥମ ଦିନ ଯୁଦ୍ଧରେ ଭୀଷ୍ମ ଶଙ୍ଖ ବ୍ୟୂହ ରଚନା କରିଥିଲେ। ପ୍ରତି ଉତ୍ତରରେ ପାଣ୍ଡବ ସେନା ବଜ୍ର ବ୍ୟୂହ ରଚନା କଲେ। ଏହି ଭୟଙ୍କର ବ୍ୟୂହ ଦେଖି ଯୁଧିଷ୍ଠିର ଦୁଃଖିତ ହୋଇ କହିଲେ, ହେ ଅର୍ଜୁନ, ଏତେ ଶକ୍ତିଶାଳୀ ସେନାକୁ ଆମେ କେମିତି ଜିତିବା, ଯାହାର ସେନାପତି ସ୍ୱୟଂ ପିତାମହ ଓ ଯାହାର ରକ୍ଷକ ସ୍ୱୟଂ ଗୁରୁ ଦ୍ରୋଣ। ଏହା ଶୁଣି ଅର୍ଜୁନ କହିଲେ, ବିଜୟ କେବଳ ଶକ୍ତିରେ ନୁହେଁ, ଧର୍ମରେ ମିଳେ। ଆମ ପାଖରେ ସ୍ୱୟଂ ନାରାୟଣ ଅଛନ୍ତି। ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ, ଆମର ବିଜୟ ସୁନିଶ୍ଚିତ। ସଞ୍ଜୟ କହିଲେ, ହେ ରାଜନ୍, ଏହାପରେ ଅର୍ଜୁନ ପାଣ୍ଡବ ସେନା ଓ ଶିଖଣ୍ଡୀକୁ ରକ୍ଷା କରିବାର ଦାୟିତ୍ୱ ନେଲେ। ଆଗରେ ଧୃଷ୍ଟଦ୍ୟୁମ୍ନ ଓ ଭୀମ ଥିଲେ। ଭୀମ ଭୟଙ୍କର ଗର୍ଜନ କରି କୌରବ ସେନାକୁ ଧ୍ୱଂସ କରୁଥିଲେ। ଭୀମଙ୍କର ଏହି ରୂପ ଦେଖି କୌରବ ସେନା ଭୟରେ ଇଆଡ଼େ ସିଆଡ଼େ ପଳାଇଲେ। ଦୁଃଶାସନ, ବିକର୍ଣ୍ଣ, ଚିତ୍ରସେନା ଓ ଅନ୍ୟାନ୍ୟ ଯୋଦ୍ଧା ଭୀମଙ୍କୁ ଘେରିଗଲେ। ସେମାନଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହେଲା। ଅନ୍ୟପଟେ ପାଣ୍ଡବମାନେ ଯଥା ଅଭିମନ୍ୟୁ, ନକୁଳ ସହଦେବ ଓ ପାଞ୍ଚାଳ ପୁତ୍ରମାନେ କୌରବ ସେନା ଉପରେ ପଡ଼ି ସେନାକୁ ନଷ୍ଟ କରିବାରେ ଲାଗିଲେ। ସାତ୍ୟକୀ ସହ କୃତବର୍ମା, ସହଦେବ ସହ ଦୁର୍ମୁକ, ଘଟୋତ୍କଚ ସହ ଆଲମ୍ବୁସ, ଶିଖଣ୍ଡୀ ସହ ଅଶ୍ୱତ୍ଥାମା, ବିରାଟ ସହ ଭଗଦତ୍ତ, ଦ୍ରୌପଦ ସହ ଜୟଦ୍ରଥ, ଧୃଷ୍ଟଦ୍ୟୁମ୍ନ ସହ ଦ୍ରୋଣାଚାର୍ଯ୍ୟ, ଯୁଧିଷ୍ଠିର ସହ ଶଲ୍ୟ ଆଦି ବୀର ପରସ୍ପର ଦ୍ୱନ୍ଦ୍ୱ ଯୁଦ୍ଧରେ ଲାଗିଲେ। ଭୀଷ୍ମ ପାଣ୍ଡବ ସେନାକୁ ଧ୍ୱଂସ କରିବାରେ ଲାଗିଲେ। କେହି ବି ତାଙ୍କ ସାମ୍ନାରେ ଠିଆ ହୋଇ ପାରୁନଥିଲେ। ଏହା ଦେଖି ଅର୍ଜୁନ ଭୀଷ୍ମଙ୍କ ସାମ୍ନାକୁ ନିଜର ରଥ ନେବାକୁ କହିଲେ। ହେ ରାଜନ୍, ସାମୂହିକ ଯୁଦ୍ଧରେ ହାତୀ ସହ ହାତୀ, ଘୋଡ଼ା ସହ ଘୋଡ଼ା, ପଦାତିକ ସହ ପଦାତିକ ସୈନ୍ୟ ଓ ରଥ ସହ ରଥ ଭୟଙ୍କର ଯୁଦ୍ଧ ହେଲା। ଦେବତାମାନେ ମଧ୍ୟ ସ୍ୱର୍ଗରୁ ଏ ଦୃଶ୍ୟ ଦେଖିବାକୁ ଇଚ୍ଛୁକ ହେଲେ। ଚାରିପଟେ ରକ୍ତ, ମାଂସ, କାହାର କଟା ମୁଣ୍ଡ, କାହାର କଟା ଗୋଡ଼ ଆଦି ଛିଟିକି ହୋଇ ପଡ଼ିଥିଲା। ଅସଂଖ୍ୟ ହାତୀ, ଘୋଡ଼ା ଓ ମନୁଷ୍ୟ ମରିକି ଏଣେ ତେଣେ ପଡ଼ିଥିଲେ।
ପରବର୍ତ୍ତୀ ଭିଡ଼ିଓରେ ଦ୍ୱନ୍ଦ୍ୱ ଯୁଦ୍ଧର ବିସ୍ତୃତ ବର୍ଣ୍ଣନା କରାଯିବ। ଜୟ ଶ୍ରୀକୃଷ୍ଣ।